ଯୀଶୁଙ୍କ ବହୁମୂଲ୍ୟ ନାମରେ ସମସ୍ତଙ୍କୁ ମୋର ପ୍ରେଜ୍ ଦ ଲର୍ଡ। ମୁଁ ଆଶା କରେ ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ଆସନ୍ତୁ ଆମେ ବାକ୍ୟକୁ ଅଳ୍ପ ସମୟ ଆମେ ଧ୍ୟାନ ଦେବା। ବାକ୍ୟକୁ ସଦାପ୍ରଭୁଙ୍କର ବିଷୟ ଆମେ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ମୁହୂର୍ତ୍ତରେ ଆମମାନଙ୍କର ଚାଲିଚଳନ ବିଷୟ କିମ୍ବା ଆମମାନଙ୍କର ସାଙ୍ଗସାଥିମାନଙ୍କ ସହିତ ସମସ୍ତ ସପରିବାର ସହିତ ଆମେ ଧ୍ୟାନ ଦେବା ଆବଶ୍ୟକ। କାରଣ ଆମେ ସବୁକିଛି ବିଷୟ ପାଉଛୁ। ପିଇବାଟା ପୃଥିବୀରେ ଦେଇକି ପିଇବାଟା ପାଉଛୁ। ଜଳ ଆମକୁ ଦେଇଛନ୍ତି ଶୋଷ ହେଲେ, ଭୋକ ହେଲେ ଖାଦ୍ୟ ଯୋଗାଇଛନ୍ତି। ଏ ପ୍ରକାର ଆମର ଆତ୍ମା ନିମନ୍ତେ ବି ଆମେ କିଛି ଗୋଟେ ଆବଶ୍ୟକ କରିବାର ଆବଶ୍ୟକ ଅଟେ। ଆମ ଆତ୍ମା ଯେ କେତେ ଆଜି ବ୍ୟାକୁଳ ଅଛି, ସେଇ ଆତ୍ମାଙ୍କ ପାଇଁ ଆମେ କିଛି ଚିନ୍ତା କରିପାରୁନୁ। ଆଜି ଆମେ ସେହି ଆତ୍ମାଙ୍କ ବିଷୟରେ ଆମେ ଚିନ୍ତା କରିବା। ଯେମିତିକି ଆମେ ଶରୀର ଭୋକ ହେଇଗଲେ ଆମେ ଖାଦ୍ୟକୁ ଖୋଜି ପକାଉଛୁ। ଆଜି କି ପ୍ରକାର ଆମେ ବ୍ୟାକୁଳ ହେବା ଆବଶ୍ୟକ। ଦାଉଦଙ୍କର ବିଷୟକୁ ଆମେ ଧ୍ୟାନ ଦେବା। ଗୀତ ସଂହିତା 63 ଗୀତ ସଂହିତା 63ର ଏକ ପର୍ବକୁ ଆମେ ଦେଖିଲେ, ଏକ ପଦକୁ ଆମେ ଦେଖିଲେ ସେଠି ଲେଖାଯାଏ, ହେ ପରମେଶ୍ୱର ତୁମେ ମୋହର ପରମେଶ୍ୱର। ଏଠାରେ ଗୀତର ସହ କହନ୍ତି ପରମେଶ୍ୱରଙ୍କୁ ତୁମେ ପରମେଶ୍ୱର ହେଉଛନ୍ତି ମୋହର ପରମେଶ୍ୱର। ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି। ଆଜି ଆମେ ଅନେକ ସମୟରେ କ'ଣ କରିଥାଉଛୁ? ବ୍ୟାକୁଳ ହୋଇଥାଉଛୁ, ନିରାଶ ହୋଇଥାଉଛୁ। ସେ ସମୟରେ ଆମେ ସାଙ୍ଗସାଥି କିମ୍ବା ପଡ଼ୋଶୀ ପରିଜନମାନଙ୍କୁ ଆମେ କଥା ମଧ୍ୟ କହିଥାଉ। ସେସବୁ ରଙ୍ଗ ଅଟେ ମୋ ପ୍ରିୟ। ମାନେ ଆମେ କାହାକୁ ଆମେ ବ୍ୟାକୁଳରେ ମନେ ପକାଇବା? ଯିଏକି ଆମମାନଙ୍କର ସୃଷ୍ଟିକର୍ତ୍ତା ପରମେଶ୍ୱର ଅଟନ୍ତି। ତାଙ୍କୁ ଆମେ ଆମମାନଙ୍କର ଅସୁବିଧାରେ ଯଦି ଆମେ ତାଙ୍କୁ ମନେ ପକାଇବା, ସ୍ମରଣ କରିବା, ତାହେଲେ ସେ ଯେ ଆମମାନଙ୍କ ନିମନ୍ତେ ସବୁ ସମ୍ଭବ କରିବା ପରମେଶ୍ୱର ଅଟନ୍ତି। ଏଠାରେ ଲେଖା କଲା, ହେ ପରମେଶ୍ୱର ତୁମ୍ଭେ ମୋହର ପରମେଶ୍ୱର। ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି। ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋ ଶରୀର ତୁମ୍ଭ ପାଇଁ ଲାଳସା କରେ। ଆଜି ଜଳଶୂନ୍ୟ ଶୁଷ୍କ ଓ ଶାନ୍ତିକର ଦେଶରେ, ସଦାପ୍ରଭୁଙ୍କ ରାଜ୍ୟ ହେଉଛି ଶାନ୍ତିକର ଦେଶ। ସେଇ ରାଜ୍ୟ ନିମନ୍ତେ ଆଜି ଆମେ ପରିଶ୍ରମ କରିବାକୁ ପଡ଼ିବ। ମୁଁ କହୁଥିଲି, ଆମେ ମାନେ ବାକ୍ୟକୁ ଆମେ ଧ୍ୟାନ ଦେଉନୁ। ବାକ୍ୟକୁ ଶୁଣିଲା ପରେ ଅଲଗା ମୋମେଣ୍ଟରେ ପଳାଇ ଯାଉଛୁ। ସେଥିପାଇଁ ଆମେ ଧ୍ୟାନ ଦେବାର ଅଛି। ଆଜି ପ୍ରିୟ ପ୍ରଭୁଙ୍କର ଲୋକମାନେ ଅନେକ ଜାଗାରେ ଅନେକ ବାକ୍ୟ ଦେଉଛନ୍ତି। ସେ ବାକ୍ୟକୁ ଆମେ ଉତ୍ତମ ରୂପେ ଆମର ହୃଦୟରେ ଲେଖିକି ରଖିବାର ଅଛି, ହୃଦୟରେ ଛପାଇକି ରଖିବାର ଅଛି। ମୋ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ। ଆଜି ଆମେ ପୁରା ଶୋଷ ହେବାର ଅଛି ତ ତାଙ୍କରି ବାକ୍ୟ ନିମନ୍ତେ, ଆଜି ଭୋକ ହେବାର ଅଛି ତାଙ୍କର ବାକ୍ୟ ନିମନ୍ତେ। ଯିଏ ଯଦି ଏ ପ୍ରକାର ଧ୍ୟାନ କରୁଛି, ତାଙ୍କର ଆତ୍ମାକୁ ସେ ବଞ୍ଚାଇ ପାରିବ, ଅର୍ଥାତ୍ ତାର ପୁରା ଶରୀରକୁ ସେ ବଞ୍ଚାଇ ପାରୁଛି। ଓ ମୋ ଶରୀରର ତୁମ୍ଭ ପାଇଁ ଲାଳସା କରେ। ଆଜି ଜଗତର ଲୋକମାନେ ଲାଳସା କେଉଁଥିପାଇଁ ଲାଳସା କରନ୍ତି? ସେମାନେ ଅନେକ, ମୋ ଘରେ ଗାଡ଼ି ଆସୁ, ଗୋଟେ ଉତ୍ତମ ଗୃହ ବାନ୍ଧିବି, ଆଉ ସୁନା ଗହଣା ମୋ ଝିଅରେ, ମୋ ପୁଅମାନଙ୍କ ନିମନ୍ତେ, ମୋ ବୋହୂମାନଙ୍କ ନିମନ୍ତେ ମୁଁ କ'ଣ କରେ? ସେମାନଙ୍କ ନିମନ୍ତେ ଉତ୍ତମ ବିଷୟ ମୁଁ ଦେବି। ଏସବୁ ଚିନ୍ତା କରନ୍ତି। ଏସବୁ ଗୋଟେ ଲାଳସା। ଆଜି ହୋଇଥାଇପାରେ ଯେଉଁମାନେ କିଣି ପାରୁନାହାନ୍ତି, ସେମାନେ ସେ ଗୃହରେ ସେ ଲୋକମାନେ ଏ ପ୍ରକାର କରୁଛନ୍ତି ବୋଲିକି ସେ ପ୍ରକାର ଆମେ ଲାଳସା କରୁଛୁ। ମୋ ପ୍ରିୟମାନେ, ଯଦି ସେ ପ୍ରକାର ଆମମାନଙ୍କର ଥଟ୍ସ ଅଛି, ଚିନ୍ତା ଅଛି, ସେ ଚିନ୍ତା ସବୁକୁ ଆମେ ନଷ୍ଟ କରିବା। କାହିଁକି ନଷ୍ଟ କରିବା? ସଦାପ୍ରଭୁଙ୍କର ବାକ୍ୟକୁ ଆମେ ଧ୍ୟାନ କରିବା ଆବଶ୍ୟକ ଅଟେ। ସେହି ସଦାପ୍ରଭୁଙ୍କର ବାକ୍ୟକୁ ଆମେ ଧ୍ୟାନ କଲେ ଆମେ ଲାଳସା ହେବାର ଅଛି ସଦାପ୍ରଭୁଙ୍କର ବାକ୍ୟକୁ। ତାହେଲେ ଆମେ ଏ ପ୍ରକାର କି ସୁନା ବିଛା ହେଇଥିବ, ସେ ସୁନା ଉପରେ ଆମେ ଦିନେ ପାଦ ସହିତ ଆମେ ଚାଲିବା। ସେ ସୁନା ଉପରେ ଆମେ ସହିବା, ସୁନା ଉପରେ ଚାଲିବା। ସେ ପ୍ରକାର ରାଜ୍ୟକୁ ସଦାପ୍ରଭୁ ଯେ ପ୍ରସ୍ତୁତ କରିବା ପାଇଁ ଯାଇଅଛନ୍ତି। ଏଥିପାଇଁ ଆମେ ଦୁନିଆରେ ଯେକୌଣସି ଲୋକ ଯେମିତି ବି ପାଆନ୍ତୁ, ସେମାନଙ୍କ ପ୍ରତି ଆମେ ଦେଖିକି ଲାଳସା ହେବା ଆବଶ୍ୟକତା ନାହିଁ। ଏଇଟା ବିଶେଷ କିଛି ଖ୍ରୀଷ୍ଟ ଭାଇମାନଙ୍କ ପାଖରେ ଏ ପ୍ରକାର ହେବା ନ ଆବଶ୍ୟକ। ତାହେଲେ ଆମ କାମ ଦେଖି ଜଗତ ଜାଣିବ ଆମେ କାହାର? ଯୀଶୁଙ୍କର। ସଦାପ୍ରଭୁ ଏହିପରି ଆମମାନଙ୍କର ଚିନ୍ତାକୁ ଚାହାନ୍ତି, ଆଉ ଆମମାନଙ୍କର ଭାବନା ଏ ପ୍ରକାର ହେବା ପାଇଁ ସଦାପ୍ରଭୁ ଆମମାନଙ୍କ ପାଖରେ ଚାହାନ୍ତି। ଏହି ପଠିତ ବାକ୍ୟ ଦ୍ୱାରା ସଦାପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।